ହ୍ୟାଲୋ ଫ୍ରେଣ୍ଡସ୍, ଆପଣମାନଙ୍କୁ ଆଜିର ଭିଡ଼ିଓରେ ସ୍ୱାଗତ କରୁଛି। ଏହି କାହାଣୀଟି ଆମ ପାଖକୁ ଆରତୀ ଭାଉଜ ପଠାଇଛନ୍ତି। ତ ଚାଲନ୍ତୁ ଆଉ ଡେରି ନକରି ସେ ପଠାଇଥିବା କାହାଣୀଟିକୁ ଶୁଣିବା। ମୁଁ ଆରତୀ। ଘର ଠିକଣା ଆପଣମାନଙ୍କୁ କହିପାରିବି ନାହିଁ, କାରଣ ଏହି କାହାଣୀ ମୋ ନିଜର କାହାଣୀ ଶୁଣି ହୁଏତ ଆପଣମାନେ ଭାବିପାରନ୍ତି ଏହା ମୋର ମନଗଢ଼ା କାହାଣୀ, କିନ୍ତୁ ମୋ କାହାଣୀ ମୋ ପାଇଁ ନିରାଟ ସତ୍ୟ। ମୋ ଘରେ ସ୍ୱାମୀ ଶ୍ୱଶୁର ଓ ମୁଁ ରହୁ। ମୋ ଶାଶୁ ନାହାନ୍ତି। ମୋର ଲାଳନ ପାଳନ ମୋ ବାପା ଓ ମୋ ସାବତ ମା କରିଛନ୍ତି। ପିଲାଦିନେ ବୋଉ ଚାଲିଗଲା ପରେ ମୁଁ ସାବତ ମା ପାଖରେ ବହୁତ କଷ୍ଟରେ ବଢ଼ିଛି। ମୁଁ ଘରର ସବୁ କାମ କରେ, ତା ସହ ସାବତ ମା'ର ପିଲାମାନଙ୍କର ବି ଦେଖାଶୁଣା କରେ। ତଥାପି ମୁଁ ଗାଳି ଛଡ଼ା ମୋ ଜୀବନରେ ଆଉ କିଛି ପାଇନାହିଁ। ବାପା ସବୁବେଳେ ମତାଳେ ରୁହନ୍ତି। ତାଙ୍କର ମୋ ପାଇଁ ଚିନ୍ତା ନଥିଲା। ମୁଁ ଆଜି ଆପଣମାନଙ୍କୁ କହିବି ମୋ ଶ୍ୱଶୁର କେମିତି ମୋତେ ତାଙ୍କର ସ୍ତ୍ରୀ କଲେ, କାରଣ ମୋ ସ୍ୱାମୀ ଜଣେ ପାଗଳ, ତାଙ୍କର ଉଠେ ନାହିଁ। ଚାଲନ୍ତୁ କାହାଣୀ ଉପରକୁ ଯିବା। ମୋ ବାହାଘର 17 ବର୍ଷ ବୟସରେ ହୋଇଗଲା। ମୋ ବାହାଘର ସାରି ମୋ ସାବତ ମା ତା'ର ମୁଣ୍ଡର ବୋଝକୁ ହାଲକା କରିଲା। ମୋ ଶ୍ୱଶୁରଙ୍କର ଗାଁର 3ଟା 4ଟା ଟ୍ରାକ୍ଟର ଅଛି ଏବଂ ପୁରା 10 ଏକରର କାଜୁ ବଗିଚା ଅଛି। ମୋ ସ୍ୱାମୀ ପିଲାଦିନୁ ଅଧାରୁ ଅଧିକ ପାଗଳ। ତାଙ୍କୁ ଏ ବାସ୍ତବ ଦୁନିଆଟା ପର। ସେ ତାଙ୍କ ଦୁନିଆରେ ରୁହନ୍ତି। ମୁଁ ଏ ବାହାଘର ପ୍ରସ୍ତାବରେ ରାଜି ନଥିଲି, କିନ୍ତୁ ମୋତେ ବୁଝେଇ ଦେଲେ, ଆମେ ଗରିବ ଲୋକ, କିନ୍ତୁ ତୋ ପାଇଁ ବଡ଼ ଘରୁ ପ୍ରସ୍ତାବ ଆସିଛି। ଏମିତି ଘର ଭାଗ୍ୟରେ ଥିଲେ ମିଳେ ଏବଂ ତୋ ସ୍ୱାମୀଙ୍କର ଚିକିତ୍ସା ଚାଲିଛି, ସେ ଭଲ ହୋଇଯିବେ। ମୁଁ ବି ମୋ ସାବତ ମା'ର ବେଦନାରୁ ମୁକ୍ତ ହେବାକୁ ଚାହୁଁଥିଲି, ତେଣୁ ବାହାଘର ପ୍ରସ୍ତାବରେ ରାଜି ହୋଇଗଲି। ବାହାଘର ସରିବା ପରେ ମୁଁ ଶ୍ୱଶୁର ଘର ଆସିଗଲି। ଆଉ ଆମର ବାସର ରାତି ମୋ ଜୀବନର ପ୍ରଥମ ରାତି ଥିଲା। ମୋ ସ୍ୱାମୀଙ୍କ ସହ 2 ଜଣ ଗୋଟିଏ ଖଟରେ ବସିଥିଲୁ। ସେ ପିଲାଙ୍କ ପରି କଥା କହୁଥିଲେ। ସେ ମୋ ସହ ଏମିତି 2 ଘଣ୍ଟା ପାଇଁ କଥା ହେଲେ। ମୁଁ ମନେ ମନେ ଭାବୁଥିଲି, ଆଜି ମୁଁ ପ୍ରଥମ ଥର ପାଇଁ ସ୍ୱାଦ ଚାଖିବି, କିନ୍ତୁ ସେ ମୋ ପ୍ରତି କୌଣସି ଉତ୍ସାହ ଦେଖାଉନଥିଲେ। ମୁଁ ଭାବିଲି, ଯଦି ମୁଁ ଏ ଘରକୁ ସମ୍ଭାଳିବି, ମୋ ପତିଙ୍କର ଦାୟିତ୍ୱ ପାଇଁ ଆସିଛି, ମୁଁ ପ୍ରଥମେ ଆରମ୍ଭ କରିବା ଦରକାର। ତାପରେ ମୁଁ ତାଙ୍କର ସବୁ ଖୋଲିଦେଲି ଓ ମୁଁ ମଧ୍ୟ ନିଜର ଖୋଲିଲି। ମୋର ବଡ଼ ବଡ଼ ଗୋଲ ଗୋଲ 2ଟା, ଯାହାକୁ ଆଜି ପର୍ଯ୍ୟନ୍ତ କେହି ଛୁଇଁ ନଥିଲେ। ସେ ଉତ୍ସୁକ ହେଉଥିଲା ଦଳା ଖାଇବା ପାଇଁ, କିନ୍ତୁ ମୋ ସ୍ୱାମୀ ସେକୁ ଛୁଇଁଲେ ନାହିଁ। ମୁଁ ମୋର ସବୁ ଖୋଲି ପକେଇଲି। ଲାଇଟ୍ ବି ଜଳୁଥିଲା। ଆଉ ମୁଁ ତାଙ୍କୁ ଧରି ତାଙ୍କ ଓଠରେ ଗେଲ କରିବାକୁ ଲାଗିଲି। ଆଉ ମୋର ଗୋଲ ଗୋଲ 2ଟାକୁ ଛାତି ଉପରେ ରଖି ରଗଡ଼ୁଥିଲି। ଅଣ୍ଟାକୁ ଧରି ତାଙ୍କର ସେଇଟାକୁ ହାଲକା ଧକ୍କା ମାରିଲି। ମୋ ଦେହର ଗରମ ପୁରା ବଢ଼ି ଚାଲିଥାଏ। ଆଉ ମୋର ସେଇଟା ଓଦା ହୋଇଯାଇଥିଲା। ମୋତେ ଟିକେ ସୁଖ ଦରକାର ଥିଲା। ତାପରେ ମୁଁ ମୋ ହାତକୁ ତଳକୁ କଲି, ଆଉ ଯେତେବେଳେ ତାଙ୍କର ଛୁଇଁଲି, ମୋ ପାଦ ତଳୁ ମାଟି ଖସିଗଲା। ତାଙ୍କର ସେଇଟା ଜମାରୁ ବି ଠିଆ ହୋଇନଥିଲା, ପୁରା ଛୋଟ ଛୁଆଙ୍କ ପରିକା ଥିଲା। ମୁଁ ତାଙ୍କୁ କହିଲି, ଏ କ'ଣ? ସେ ମୋତେ କହିଲେ, ମୋର ସବୁବେଳେ ତ ଏମିତି, କିନ୍ତୁ ଡାକ୍ତରବାବୁ କହୁଥିଲେ ତୋର ଏଇଟା ଦିନେ ବଡ଼ ହେବ। ତାପରେ ମୁଁ ଏସବୁ କଥା ଶୁଣି କାନ୍ଦିବାକୁ ଲାଗିଲି। ମନେ ମନେ ଭାବିଲି, ମୋ ଜୀବନ ବର୍ବାଦ ହୋଇଗଲା। ମୁଁ ଖଟରେ ବସି କାନ୍ଦୁଛି, ଆଉ ଏପଟେ ମୋ ସ୍ୱାମୀ ଶୋଇପଡ଼ିଲେଣି। ମୋତେ ଆହୁରି କଷ୍ଟ ଲାଗିଲା। ତାପରେ ମୁଁ ମୋର ସବୁ ପିନ୍ଧି କବାଟ ଖୋଲି ବାହାରକୁ ଆସିଗଲି। ଆଉ ମୁଁ ପାଇଖାନା ଯାଇ ମୁଁ ମୋ ଘରକୁ ଯାଉଥିଲି। ପଛପଟୁ ମୋ ହାତକୁ ମୋ ଶ୍ୱଶୁର ଭିଡ଼ି ଧରିଲେ, ଆଉ ମୋ ରୁମ୍କୁ ବାହାର ପଟୁ ଲକ୍ କରିଦେଲେ। ମୁଁ ତାଙ୍କୁ ପଚାରିଲି, ଏ କ'ଣ କରୁଛ? ଏବେ ଆଉ କିଛି ହୋଇପାରିବନି। ତୁମେ ଜାଣିଛ, ମୋ ସ୍ତ୍ରୀ ନାହିଁ। ମୋ ପୁଅ ନପୁଂସକ। ସେ ତୁମକୁ ଖୁସି ଦେଇପାରିବ ନାହିଁ। ଆଉ ତୁମେ ତୁମ ବାପ ଘରକୁ ବି ଯାଇପାରିବ ନାହିଁ, କାରଣ ତୁମର ସାବତ ମା'ର ଗାଳି ତୁମକୁ ଅପେକ୍ଷା କରିଛି। ଏମିତି ବି ହୋଇପାରେ, ତୁମ ଦୁଷ୍ଟ ମା ତୁମକୁ ବେଶ୍ୟାକଟିକୁ ବିକ୍ରି କରିଦେଇପାରେ। ମୁଁ ସବୁ କଥା ବୁଝିସାରିଥିଲି। ମୁଁ ବୁଝିଗଲି ଯେ ସେ ତା ପୁଅକୁ ମୋହରା ବନେଇ ମୋତେ ତା'ର ସ୍ତ୍ରୀ କରିବାକୁ ଚାହୁଁଥିଲା। ମୁଁ ଭାବିଲି, ଯଦି ମୁଁ ଏଠି କିଛି ବି ନିଷ୍ପତ୍ତି ନେବି, ସବୁ ମୋ ବିପକ୍ଷରେ ଯିବ। ସେଥିପାଇଁ ମୁଁ ତାଙ୍କୁ ଆଲିଙ୍ଗନ କଲି। ସେ ପାଖାପାଖି 48 ବର୍ଷ ବୟସର, ଆଉ ମୁଁ କେବଳ 17 ବର୍ଷର। ସେ ମୋତେ ତାଙ୍କର 2 ହାତରେ ଟେକି ତାଙ୍କର ଶୋଇବା ଘରକୁ ନେଇଗଲେ। ସେ ତାଙ୍କ ଘର ଭିତରକୁ ପୁରା ଭଲ ଭାବରେ ସଜାଇ ରଖିଥିଲେ। ଗୋଲାପର ଫୁଲ ବିଛଣାରେ ପଡ଼ିଥାଏ। ରଜନୀଗନ୍ଧାର ମାଳ ଖଟ ଚାରିପଟେ ସଜା ହୋଇଥିଲା। ସେ ମୋତେ ଗୋଟେ ସୁନାର ଚେନ୍ ଦେଲେ ଓ ମୋତେ ତାଙ୍କ ବାହୁରେ ଧରିନେଲେ।
ମୁଁ ତାଙ୍କର ପ୍ରତିଟି ଆଦେଶକୁ ମାନି ଚାଲିଥିଲି। ଆମେ ଦୁଇ ଜଣ ସବୁ ଖୋଲାଖୋଲି ହେବା ଭିତରେ ଦୁହେଁ ଦୁହିଁଙ୍କୁ ଗେଲ କରି ଚାଲିଲୁ। ସେ ମୋର ଦୁଇଟାକୁ ଦଳୁଥିଲେ ଆଉ ମୋ ଭିତରେ ଆଙ୍ଗୁଳି ପୂରେଇଲେ। ମୋର ସେଇ ଜିନିଷର ଚୁଟିକୁ ଆଉଁସି ଆଉଁସି ମୋତେ ଭିଡ଼ି ଦେଉଥାନ୍ତି। ମୋ ପାଟିରୁ ଖାଲି ଶବ୍ଦ ବାହାରି ପଡ଼ୁଥାଏ। ଆଉ ମୁଁ ବି ଏପଟେ ଶ୍ୱଶୁର ପ୍ରେମରେ ଉବୁଟୁବୁ ହେଉଥିଲି। ମୁଁ ତାଙ୍କର ନେଇ ମୋ ପାଟିରେ ନେଇ ଖାଇବାକୁ ଲାଗିଲି। ବୁଢ଼ା ବୟସରେ ବି ତାଙ୍କର ସେଇଟା ପୁରା ତଗଡ଼ା ଥାଏ। ଲଙ୍କା ଶୁଖିଲେ ରାଗ ଅଧିକ ହୁଏ। ମୋତେ ବହୁତ ଖୁସି ଲାଗୁଥିଲା। ସେ ମୋତେ ତଳକୁ ଭିଡ଼ି ନେଲେ ଓ ମୋର ଗୋଡ଼ ଦୁଇଟାକୁ ମେଲା କରି ମୋର ସେଇଠି ତାଙ୍କର ସେଟ୍ କରି ଧକ୍କା ମାରିବାକୁ ଲାଗିଲେ। ମୋର ତ କୁଆଁରୀ ଜିନିଷ ବହୁତ ଟାଇଟ୍ ଥିଲା, ତେଣୁ ତାଙ୍କୁ ବହୁତ ବାର ଚେଷ୍ଟା କରିବାକୁ ପଡ଼ିଲା। ଆଉ କିଛି ସମୟ ପ୍ରୟାସ କରିବା ପରେ ସେ ତାଙ୍କର ଟପାକୁ ମୋ ଭିତରେ ପୂରେଇଲେ। ମୁଁ କଷ୍ଟ ସହି ନ ପାରି ଚିତ୍କାର କରି ଉଠିଲି, ଛାଡ଼ିଦିଅ, ବହୁତ କାଟୁଛି। ଶ୍ୱଶୁର ମୋ ପାଟିକୁ ଚାପି ଧରିଲେ, କାଳେ ମୋ ସ୍ୱାମୀ ମୋ ଶବ୍ଦରେ ଉଠି ପଡ଼ିବେ। ଆଉ ମୋର ଗୋଲ ଗୋଲ ଦୁଇଟାକୁ ଦଳି ଚିପି ମୋ କାନ ପାଖରେ କହିଲେ, ବୋହୂରାଣୀ, ତୁମର ଏଇଟା ପ୍ରଥମ ଥର, ତେଣୁ ଟିକେ କଷ୍ଟ ଲାଗିବ। କଷ୍ଟକୁ ସହିଯାଅ, ପରେ ବହୁତ ମଜା ଲାଗିବ। ଆଉ ସେ ଏପଟେ ମୋର ଗୋଲ ଗୋଲ ଦୁଇଟାକୁ ଦଳି ଚାଲିଥିଲେ। ଆଉ ତଳେ ମୋ ଭିତରେ ତାଙ୍କର ଟପା ସେମିତି ପଶିକି ଥାଏ। ମୁଁ କିଛି ସମୟ ପରେ ଶାନ୍ତ ହେବା ପରେ ସେ ମୋତେ କହିଲେ, ବୋହୂରାଣୀ, ଏଥର କଷ୍ଟ ହେଲେ ପାଟି ଚାପି କଷ୍ଟକୁ ସହି ନେବ। ଏତିକି କହି ସେ ଗୋଟେ ନିର୍ଘାତ ପ୍ରହାର କଲେ। ମୋର ଦେହ ପୁରା ଦରଦରେ କମ୍ପି ଉଠିଲା। ମୁଁ ତାଙ୍କ କଥାକୁ ମାନି ପାଟିକୁ ଚାପି ସଁ ସଁ ହେଉଥାଏ। ମୋ ଛାତି ଖାଲି ଉଠୁଥାଏ ପଡ଼ୁଥାଏ। ଆଖି ବନ୍ଦ ହୋଇଯାଉଥିଲା। ସେ ଯାହା ବି ହେଉ, ସେ କଷ୍ଟ ମିଠା ଲାଗୁଥିଲା। ଆଉ ମୋର ସେଇଠୁ ଅଳ୍ପ ଟିକେ ରକ୍ତ ବାହାରି ଆସିଲା। ମୁଁ ଶ୍ୱଶୁରଙ୍କୁ କହିଲି, ଧୀରେ ଧୀରେ କର, ନହେଲେ ମୁଁ ମରିଯିବି। ସେ ଧୀରେ ଧୀରେ ପ୍ରାୟ 10ଟା ଧକ୍କା ମାରିବା ପରେ ମୋର ଟିକେ ମେଲା ହେଲା ଓ ମୋ ଦରଜ ବି କମିବାକୁ ଲାଗିଲା। ତାପରେ ମୁଁ ଶ୍ୱଶୁରଙ୍କୁ କହିଲି, ଜୋରରେ କର। ସେ ମୋତେ ମୋ କଥା ଶୁଣି ଆହୁରି ଜୋର ଜୋର କରିବାକୁ ଲାଗିଲେ। ତାଙ୍କର ଜଙ୍ଘ ଓ ମୋ ଜଙ୍ଘ ମାଡ଼ ହୋଇ ଆମର ଏକ ଅଦ୍ଭୁତ ଶବ୍ଦ ସୃଷ୍ଟି ହେଉଥିଲା। ଆଉ ମୁଁ ତାଙ୍କର ଦେହକୁ ଧରି ଦେହ ସାରା ଖାଲି ଗେଲ କରି ପକାଉଥିଲି। ସେ ମୋତେ 20 ମିନିଟ୍ ଜୋର ଜୋର କରିଲା ପରେ ତାଙ୍କର ସବୁ ପାଣି ମୋ ଭିତରେ ଛାଡ଼ିଦେଲେ। ତା ଭିତରେ ମୁଁ 2 ଥର ଝଡ଼ି ସାରିଥିଲି। ସେଦିନ ଆଉ 2 ଥର ମୋ ଶ୍ୱଶୁର ମୋତେ କରି ମୋ ଜବାନ ଜିନିଷକୁ ଶାନ୍ତି କରିଦେଲେ। ମୋ ଶ୍ୱଶୁରଙ୍କଠାରୁ ମୋର ଗୋଟିଏ 4-2 ବର୍ଷର ପୁଅ ଅଛି। ଆଜି ବି ମୋ ଶ୍ୱଶୁର ବୋହୂ ଭିତରେ ଆମର ଦେହର ସମ୍ପର୍କ ଅଛି। ମୁଁ ବି ମୋ ଶ୍ୱଶୁରଙ୍କଠୁ ଏମିତି ସୁଖ ପାଇ ବହୁତ ଖୁସି ଅଛି। ମୁଁ ମୋ ଶ୍ୱଶୁରଙ୍କର ସ୍ତ୍ରୀ ହୋଇଗଲି ଓ ମୋ ସ୍ୱାମୀଙ୍କୁ ମୋ ପୁଅ ବୋଲି ମାନେ। ମୋ କାହାଣୀ, ସ୍ୱାମୀଙ୍କୁ ବାହା ହେଲି, ଶ୍ୱଶୁରଙ୍କ ସହ ରାତି ବିତେଇଲି। କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ଜଣାଇବେ। ମୁଁ ଜଲ୍ଦି ଆପଣମାନଙ୍କ ପାଇଁ ଆଉ ଏକ କାହାଣୀ ନେଇ ଆସିବି। ଆପଣମାନେ ଅପେକ୍ଷାରେ ରୁହନ୍ତୁ। ତ ଦର୍ଶକ ବନ୍ଧୁ, ଏହି କାହାଣୀଟି ଆମ ପାଖକୁ ଆମର ଜଣେ ଭାଉଜ ପଠାଇଥିଲେ। କାହାଣୀଟି ସମ୍ପୂର୍ଣ୍ଣ ଭାବରେ ସତ୍ୟ କାହାଣୀ। ଦୟାକରି ଆପଣମାନଙ୍କୁ କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟରେ ଜଣାଇବେ। ଏହି କାହାଣୀଟି ତାଙ୍କର ସମ୍ପୂର୍ଣ୍ଣ ନିଜସ୍ୱ କାହାଣୀ। ଯଦି କିଛି ତ୍ରୁଟି ଥାଏ ତାହେଲେ କ୍ଷମା କରିବେ। ଏଥିରେ ମୋର କୌଣସି ମତାମତ ନାହିଁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।